କାହାର କିମ୍ବା କାହା ପାଖରୁ କିଛି ନେବା ଉଚିତ ନୁହେଁ ଯେଉଁ ଯାଏ ସେ ନିଜେ ଯାଚିକି ସେ ଜିନିଷ ଦେଇନାହିଁ। ଏଇଟା କେବଳ ଜିନିଷ ପତ୍ରର କଥା ପଡ଼ିନାହିଁ, ଏଇଟା ମଧ୍ୟ ଭଲ ପାଇବାର କଥା ପଡ଼ିଛି, ଗୁରୁତ୍ୱର କଥା ପଡ଼ିଛି ଏବଂ ଏଇଟା ଗୋଟେ ଗ୍ରେଭର କଥା ପଡ଼ିଛି। ଯଦି କେହି ଜଣେ ନିଜ ଆଡ଼ୁ ଯାଚିକି ଆପଣଙ୍କୁ ଭଲ ପାଇବା ଦଉନାହିଁ, ତେବେ ଆପଣ ତା ପାଖରୁ କିଛି ମାଗିକି ଭଲ ପାଇବା ଅନୁଚିତ। ଯଦି ଜଣେ ଆପଣଙ୍କୁ ଗୁରୁତ୍ୱ ଦଉନାହିଁ, ଜଣେ ଆପଣଙ୍କୁ ପଚାରୁନାହିଁ, ତେବେ ତାକୁ ନିଜ ଆଡ଼ୁ ଗୋଡ଼ାଣିଆ ହେଇକରି ତାକୁ କିଛି ପଚାରିବା ମଧ୍ୟ ଅନୁଚିତ ଏବଂ ତାକୁ କିଛି କହିବା ମଧ୍ୟ ଅନୁଚିତ। ହଁ, ଅନେକ ଅଛନ୍ତି ଯେଉଁମାନେ ତେଲ ମାରିକି କିମ୍ବା ଟେକାଟେକି କଥା କହିକି ସେମାନେ ନିଜର ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଅସ୍ଥାୟୀ। ଯଦି ନିଜର କିଛି ଗୁଣ ଅଛି, ନିଜର କିଛି ଗ୍ରେଭ୍ ଅଛି, ଯଦି ନିଜର କିଛି ସେଇ ପ୍ରକାରର କ୍ୱାଲିଟି ଅଛି, ସେ କ୍ୱାଲିଟିକୁ ବିକଶିତ କରନ୍ତୁ। ସମସ୍ତେ ଆପଣଙ୍କ ଠାରୁ ମାଗିବା ପାଇଁ ଚାହିଁବେ। ଆମେ କେବେ କାହାକୁ ମାଗିବାନି ଯେଉଁମାନେ କେବେ ନିଜର ସ୍ୱଇଚ୍ଛାରେ ଆମକୁ କିଛି ଦେଇନାହାନ୍ତି। ବୁଝିବା ପାଇଁ ଚେଷ୍ଟା କରିବେ, ଏହାକୁ ଅନ୍ୟ ଅର୍ଥରେ ନେବେ ନାହିଁ। ମତାମତ ଆପଣଙ୍କର। ଏଇ ତ ଜୀବନର କଥା।